ନିଶ୍ଚିତ ଭାବରେ ଇଂରେଜ ନବବର୍ଷ ଅବସରରେ ସମସ୍ତଙ୍କୁ ଆପଣମାନଙ୍କର ମାଧ୍ୟମରେ ଓଡ଼ିଶାର ସମସ୍ତ ଜନସାଧାରଣ ଏବଂ ସମଗ୍ର ଭାରତବର୍ଷ ଜନସାଧାରଣ ମାନଙ୍କୁ ଜଙ୍ଗଲ ବିଭାଗ ତରଫରୁ ଅନେକ ଅନେକ ଶୁଭେଚ୍ଛା ଏବଂ ଶୁଭକାମନା। ସମସ୍ତେ ଖୁସିରେ ରୁହନ୍ତୁ, ଶାନ୍ତିରେ ରୁହନ୍ତୁ। ନିଶ୍ଚିତ ଭାବରେ ପରିବାର ଯଦି ସୁଖ ଶାନ୍ତିରେ ରହିବ, ନିଶ୍ଚିତ ଭାବରେ ରାଜ୍ୟ ଦେଶ ରହିବ। ଏ ଅବସରରେ ସମସ୍ତଙ୍କୁ ଏ ଯେଉଁ ବିଭିନ୍ନ ପ୍ରକାର ନୂଆବର୍ଷ ଅବସରରେ ବିଭିନ୍ନ ପ୍ରକାର ହତ୍ୟା ଅନ୍ୟାନ୍ୟ ଅସାମରିକ ସବୁ କାମ ହେଉଛି, ସେ ଦିଗରୁ ବିରତ ରହିବାର କଥା। ନୂଆବର୍ଷ ଦିନ ବିଶେଷ କରି ସମସ୍ତଙ୍କୁ ଅନୁରୋଧ କରିବି ଯେ ଆମେ ଘରେ ରହିବା, ନିଜର ଛୁଆ ପିଲାମାନଙ୍କ ସହିତ ଖୁସିରେ ରହିବା। ଯେତିକି ଆମ ପାଖରେ ଯାହା ଥାଉ କି ଖୁସିରେ ମନେଇବାର ଅଛି। ଏବଂ ଯେଉଁମାନେ ସବୁ ବଣଭୋଜି କରିବା ପାଇଁ ଯାଉଛନ୍ତି, ବିଶେଷ କରି ଆମର ପଲ୍ୟୁସନ୍ କଣ୍ଟ୍ରୋଲ ବୋର୍ଡ ବିଭାଗ ତରଫରୁ ମଧ୍ୟ ଗୋଟେ ଜାରି କରାହେଇଛି। ଆମେ ନିଜର କର୍ତ୍ତବ୍ୟ ନିଜେ ପାଳନ କରିବାର ଅଛି, ଯେଉଁଟାକି ସିଭିଲ ଯେଉଁ ଡ୍ୟୁଟି ସିଭିକ ଡ୍ୟୁଟି ଯେଉଁ ଅଛି, କର୍ତ୍ତବ୍ୟ ନାଗରିକ କର୍ତ୍ତବ୍ୟ, ସେଥିରେ ଅଧିକ ଆମେ ସଚେତନ ହେବାର ଅଛି। ପଲ୍ୟୁସନ୍ କଣ୍ଟ୍ରୋଲ ବିଭାଗ ଏଥିରେ ସବୁ ଅଞ୍ଚଳକୁ ନିଘା ବି ରଖୁଛି ଏବଂ ଯେଉଁମାନେ ଏଭଳିଆ ପ୍ରଦୂଷଣ କରିବେ ବଣଭୋଜି ନାଁରେ, ତାଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆହେବାର ଯୋଜନା ଅଛି। ବିଭିନ୍ନ ଆମର ଇକୋ ଟୁରିଜମ ଜାଗାମାନଙ୍କୁ ବି ଯାଇକି ବହୁତ ଲୋକ ବଣଭୋଜି ନାଁରେ ଗୋଟେ ପ୍ରଦୂଷଣ କରିକି ପଲ୍ୟୁସନ୍ କରିକି ପଳେଇ ଆସୁଛନ୍ତି। ସେଥିପାଇଁ ଆମେ ଜଙ୍ଗଲ ବିଭାଗ ମଧ୍ୟ ନିର୍ଦ୍ଦେଶ ଦେଇଛୁ, ସେଥିରେ ଆମେ ବିରତ ରହିବା। ଆମର ଅଞ୍ଚଳ, ଆମ ଗାଁଠୁ ଆରମ୍ଭ କରି ସମସ୍ତେ ନିଜେ ନିଜେ ସଫାସୁତୁରା ରହିବା। ନିଶ୍ଚିତ ଭାବରେ ଆମର ପଲ୍ୟୁସନ୍ ଆଜିକା ଡେଟ୍ରେ ପର୍ଯ୍ୟଟନ ନାଁରେ ପ୍ରଦୂଷଣକୁ ବରଦାସ୍ତ କରାଯିବ, କାର୍ଯ୍ୟାନୁଷ୍ଠାନ ହେବ। ନିଶ୍ଚିତ ଭାବରେ ଆମର ଓଡ଼ିଶାରେ ବି ଏବେ ବିଭିନ୍ନ ପ୍ରକାର ଆପଣ ପ୍ରତ୍ୟେକ ଦିନ ଦେଖୁଥିବେ, ଆମର ପଲ୍ୟୁସନ୍ର ଇଣ୍ଡେକ୍ସ ଆମ ପାଖରେ ଅଛି, ଯେଉଁଟାକି ଆମର ଆଜିକା ଡେଟ୍ରେ ବି ଆମର ଅନୁଗୁଳ 327 ଅଛି, ବାଲେଶ୍ୱର 369 ଅଛି ଏବଂ ଭୁବନେଶ୍ୱର 309 ଅଛି, କଳିଙ୍ଗନଗର 302 ଅଛି, ତାଳଚେର 344 ଅଛି, ଯେଉଁଟାକି ଭେରି ଡେଞ୍ଜର ଏବଂ ଏୟାର କ୍ୱାଲିଟି ଇଣ୍ଡେକ୍ସ ଅନୁସାରେ ଭେରି ପୋର୍ ଅଛି। ଆଗାମୀ ଭବିଷ୍ୟତ ପାଇଁ ଆମେ ଏବେଠୁ ସଚେତନ ହେବା, ସାଧାରଣ ଲୋକଙ୍କୁ ବି ଆୱାରନେସ୍ କରିବାର ସମୟ ଆସିଛି। ଆମର ସହରୀକରଣ ନାଁରେ କିମ୍ବା ବିଭିନ୍ନ ଜାକଜମକ ନାଁରେ ଆମେ ନିଜେ ପ୍ରଦୂଷଣ କରୁଛୁ, ସେ ଦିଗରେ ଆମେ ନିଜେ ସଚେତନ ହେଲେ ଲୋକ ବି ସଚେତନ ରୋକିବା ପାଇଁ ସରକାର କ'ଣ କ'ଣ ପଦକ୍ଷେପ ନେଉଛନ୍ତି, ଲୋକ ତ ସଚେତନ ହେବେ। ସେ ଯେଉଁ ଆପଣଙ୍କର କୁହୁଡ଼ି ଯେଉଁ ଏବେ ପାଣିପାଗ ଚେଞ୍ଜ ହେଉଛି, ତା ସେଥିରେ ଆମେ ଯଦି ଆମର ଯେଉଁଠି ଆମେ ରହୁଛେ, ଯେଉଁ ଜାଗାରେ ଆମେ ବସବାସ କରୁଛେ, ସେ ଜାଗାରେ ଯେ ଆମର କର୍ତ୍ତବ୍ୟ ନାଗରିକ କର୍ତ୍ତବ୍ୟଟାକୁ ଆମେ ନିଭାଉନୁ, ଖାଲି ଡେଭଲପମେଣ୍ଟ ପାର୍ଟଟାକୁ ଅଧିକା ଆମେ ଦୋଷଉଛେ। ଏବେ ଭୁବନେଶ୍ୱର କ୍ୱାଲିଟି ଯଦି ଦେଖିବା 309 ଅଛି, ବହୁତ ଡେଞ୍ଜର ଅବସ୍ଥାରେ ଅଛି। ଏ ଆଖି ଆଗରେ ରଖିକି ଆମେ ସମସ୍ତେ ସଚେତନ ହେବାର ସମୟ ଆସିଛି ଏବେଠୁ। ସେଥିପାଇଁ ଦିଲ୍ଲୀ ସରକାର ଭଳି ଓଡ଼ିଶା ସରକାର ପଦକ୍ଷେପ ନେବେ କି ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ କିଭଳି ଏଆଇକ୍ୟୁ ମାନ କମିବ? ଏଠି ଡେଞ୍ଜର ଲେଭେଲ 300 ପାର କରିଗଲାଣି। ଦିଲ୍ଲୀରେ ଅନେକ ଗୁଡ଼ିଏ ପଦକ୍ଷେପ ନିଆଯାଉଛି। ପଲ୍ୟୁସନ୍ ଅଣ୍ଡର ସାର୍ଟିଫିକେଟ୍ ଯେଉଁ ଅଛି, ମୁଁ ହିଁ ଆମର ପ୍ରାଇଭେଟ୍ ସେକ୍ଟରକୁ କହିଥିଲି, ମେମ୍ବର ସେକ୍ଟରକୁ କହିଥିଲି ଏବଂ ଟ୍ରାନ୍ସପୋର୍ଟ ଡିପାର୍ଟମେଣ୍ଟକୁ ଆମେ ଅନୁରୋଧ କରୁଥିଲେ। ଏବେ ଯେଉଁ ପଦକ୍ଷେପ ନିଆହେଉଛି ସେଟା ମଧ୍ୟ ଆମେ ସଫିସିଏଣ୍ଟ ନୁହେଁ, ଆହୁରି ବହୁତ କିଛି ଜାଗୃତ କରିବାର ଅଛି। ଗ୍ରୀନ୍ କଭର ଏରିଆଟାକୁ ବଢ଼େଇବାର ଅଛି ପ୍ରତ୍ୟେକ ଅଞ୍ଚଳରେ। ଏବଂ ଯେଉଁ ଆମେ ଜାକଜମକ ନାଁରେ, ବଣଭୋଜି ନାଁରେ, ବିଭିନ୍ନ ପ୍ରକାର ଆମର ନିଜର ସୁବିଧା ନାଁରେ ଯେଉଁ ପଲ୍ୟୁଟେଡ୍ କରିକି ଆମେ ଛାଡ଼ୁଛେ, ସେ ଦିଗରେ ଅଧିକା ସରକାରୀକୁ ସ୍ତରରେ ଅଧିକ ଜାଗୃତ କରାଇବା ଏବଂ ଜନସାଧାରଣ ମଧ୍ୟକୁ ଜାଗୃତ କରିବା ସମୟ ଆସିଛି। ସେଥିପାଇଁ ଅର୍ବାନ ସ୍ପ୍ରିଙ୍କଲର ଯେମିତି ଦିଲ୍ଲୀରେ ଲାଗିଛି, ଭୁବନେଶ୍ୱର ସେମିତି କିଛି ଲଗାଯିବା ବର୍ତ୍ତମାନ ସମୟ ଆସିଛି କି? ନିଶ୍ଚିତ ଭାବରେ ସମୟ କ'ଣ ଆସିବ, ସମୟ ତ ଅଲରେଡି ଆସିଯାଇଛି। ଆମେ ଏୟାର କ୍ୱାଲିଟି ଇଣ୍ଡେକ୍ସରେ ଆମେ ନିଜେ ଆଡମିଟ୍ କରୁଛେ, ପଲ୍ୟୁସନ୍ ବଢ଼ୁଛି, ତାକୁ ଆଖି ଆଗରେ ରଖିକି ଏବେଠୁ ଆମର ଯେଉଁ ବିଭାଗ ସବୁ ଅଧିକାରୀ ମାନେ ସଚେତନ ହେବାର କଥା, ଅର୍ବାନ ଡିପାର୍ଟମେଣ୍ଟ ହଉ, ଇଣ୍ଡଷ୍ଟ୍ରିଆଲ ଡିପାର୍ଟମେଣ୍ଟ ହଉ, ଫ୍ୟାକ୍ଟ୍ରି ଡିପାର୍ଟମେଣ୍ଟ ହଉ, କିମ୍ବା ଅନ୍ୟାନ୍ୟ ଆମର ଟ୍ରାନ୍ସପୋର୍ଟ ଡିପାର୍ଟମେଣ୍ଟ ହଉ କିମ୍ବା କନଷ୍ଟ୍ରକ୍ସନ ଡିପାର୍ଟମେଣ୍ଟ ହଉ, ସମସ୍ତେ ଏବେଠୁ ସଜାଗ ହେବାର ଅଛି। ଏବଂ ଯେଉଁ ଅଞ୍ଚଳରେ ଆମର ଏବେ ମାଇନ୍ସ ଏରିଆରେ ୱାଟର ସ୍ପ୍ରିଙ୍କଲର ଯେଉଁ ଅଛି, ଫ୍ୟାକ୍ଟ୍ରିମାନଙ୍କୁ ସେଇଟା ବିଧିବଦ୍ଧ ଭାବରେ ତଦନ୍ତ କରିବା ସମୟ ଆସିଛି। ଆମ ବିଭାଗକୁ ମୁଁ ବି ନିର୍ଦ୍ଦେଶ ଦେଇଛି, ମେମ୍ବର ସେକ୍ରେଟାରୀ ତଦନ୍ତ ହେବା କଥା ଫ୍ୟାକ୍ଟ୍ରିକୁ ଯାଇକି ପ୍ରାକ୍ଟିକାଲ ଏମାନେ ଯେଉଁ ଯାହା
गोटे एसओपी जारी होता है मिनिमम से ठीक हिसाब से विधिवाद पालन करुँच कि नहीं आपण मानकर माध्यम समस्त को सजग हाँपाई पड़े और विभाग अधिकारी मानक अधिक अधिक सजग कोऑर्डिनेशन डिपार्टमेंट आमर प्रत्येक मासरे थरे बसे WR सहित बसुचे पंचायत राज सहित भी बसुचे किंतु फील्ड इम्प्लीमेंटेशन केते होउचे सेटा होउचे आमे अनुरोध करूचे आमे पाखरे पॉल्यूशन कंट्रोल डिपार्टमेंट से भलिया आमे खाली अनुरोध करुचे आम पाखे कौन से बजेट रो व्यवस्था न थे खाली इनफोर्समेंट एवं डिपार्टमेंट को अनुरोध करके आम कार्य चलाऊे तो निश्चित भाव में आमर अर्बन डिपार्टमेंट को भी आम अनुरोध करचे से भी आश्वासन देते से भी पॉल्यूशन अधिक अधिक लोक जागृत कराऊँ ट्रांसपोर्ट डिपार्टमेंट से ऑलरेडी पदक्षेप नौ इंडस्ट्रियल डिपार्टमेंट एवं विभिन्न तांकर इंडस्ट्री जो अच्छी से जहाँ जो टेक्निकाली जो जो सिस्टम लगे कथा से ठीक हिसाब से लगौन कि ना से दिगरे एवं सहित भी आमर कोऑर्डिनेशन मीटिंग हबार सर आ गोटे कथा आपन तो तदंत निर्देश देइथिले सर प्रसंग रे एजी तो तांकर जांच करथिले ऑडिट करथिले किछि रिपोर्ट आसला कि कोन हेतिला वास्तव रे ने एजी एबे विधिवत भाव ऑडिट करनी ए 2 दिन हला से आमर एडिशनल सेक्रेटरी चिट्ठी करछन्ते एजी डिपार्टमेंट को निश्चित भाव में ऑडिट हम लंबा समय भी लगी पारे जेतु आपंकर 151 गाड़ी कथा अच्छी खाली खाली 51 151 टोटल विधिवत प्रोसीजर कौन सब फॉलो करछन्ते कि न करछन्ते से विषय ऑडिट विधिवत भाव में करिवे सर आ गोटे जो ग्रीन स्टिकर कथा कुआ जाउ सेटा कोन केबे बना कोन पॉल्यूशन पाई ने देखो तो एबे चली ट्रांसपोर्ट डिपार्टमेंट सब प्रोसेस जारी रखिछन्ते आम विभाग से मॉनिटरिंग करुच्ची अन्य खाली ट्रांसपोर्ट डिपार्टमेंट नहीं एबे इंडस्ट्रियल डिपार्टमेंट को भी आम प्रत्येक इंडस्ट्री आम राज्य में जहाँ जहाँ सब अच्छी एवं से कौन पदक्षेप नहीं से दिगरे विधिवत भाव में मॉनिटरिंग करिवार अच्छे एबे समय आछे माने एयर क्वालिटी इंडेक्स रो कथा हमर भुवनेश्वर भी 4-5टा 300 रो अधिका हमर जो इंडेक्स ता रहउची सेटा हम पई शुभंकर न आगामी भविष्य रे एबेठु हमें सजग हबार समय आछे ओके थैंक यू सर थैंक यू